ମନ ଯଦି ତୋର ଥାନ୍ତା ସତେରେ ମୋ ମନ ପାରନ୍ତୁ ବୁଝି। କେତେବେଳେ ଥରେ ମନେ ପଡ଼ିଗଲେ ମୋତେ ତୁ ପାରନ୍ତୁ ଖୋଜି। ମିଛଟାରେ ତୋତେ ଡାକନ୍ତି ଭକତେ, ମିଛଟାରେ ତୋତେ ଡାକନ୍ତି ଭକତେ, ମନୁଆ ଠାକୁର ବୋଲି। କାଳିଆରେ ମନ ବୋଲି ତୋର କିଛି ନାହିଁ, କାଳିଆରେ ମନ ବୋଲି ତୋର କିଛି ନାହିଁ। ନମସ୍କାର, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋ ଫ୍ରେଣ୍ଡ ମାନଙ୍କୁ ଏବଂ ମୋର ବଡ଼ ଭାଇ ବା ଗୁରୁଜନମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆଜିର ଏ ଭିଡ଼ିଓଟା କରିବା କାରଣ ଏଇ ଗୀତଟି ଆମ ସ୍ୱର୍ଗତ ହ୍ୟୁମାନ ସାଗର ଭାଇ ଗାଇଥିଲେ, ଶେଷ ଅବସ୍ଥାରେ ବି ଗାଇଥିଲେ। ବହୁତ ବଢ଼ିଆ ସୁନ୍ଦର ଭଜନଟିଏ ଗାଇଥିଲେ, ବହୁତ ସ୍ଲୋରେ ଗାଇଥିଲେ। ଆମେ ତ ତାଙ୍କରି କଣ୍ଠରେ ଗାଇପାରିବାନି, କିନ୍ତୁ ବହୁତ ବଢ଼ିଆ ଗାଇଥିଲେ। କିନ୍ତୁ ଆମ ସୋସିଆଲ ମିଡ଼ିଆରେ ଭାଇମାନେ କହୁଛନ୍ତି ଯେ ଜଗନ୍ନାଥର ଗୀତ ଗାଇଲାଣି ବି ତା'ର ଆଜି ସେଇ ଅବସ୍ଥା। ଭାଇ ଏଇଟା ଭୁଲରେ ଭାଇ, ସେମିତି କିଛି କେହି କମେଣ୍ଟ ଦିଅନ୍ତୁନି ଭାଇ। ସୋସିଆଲ ମିଡ଼ିଆରେ ମୁଁ ଦେଖୁଥିଲି ବହୁତ ଏମିତି ଖରାପ କମେଣ୍ଟ ଦେଉଛନ୍ତି, ସେ ଗଞ୍ଜେଇ ଖାଇ ମରିଗଲା, ମଦ ପିଇ ମରିଗଲା। ନାଇଁରେ ଭାଇ, ସେଇଟା ତା ଭାଗ୍ୟର ଲେଖା। ଯେତେବେଳେ ଜନ୍ମ ହୋଇଥିଲା ଯମ ସେତେବେଳେ ଲେଖି ଦେଇଥିଲେ ତୁ ଆଜିକା ଏଇ ଡେଟ୍ରେ ହିଁ ମରିବୁ। ସେମିତି ତ କହିଲେ ଗାଁ ଗହଳି ମହୁଲି ପିଇକି 80 ବର୍ଷ ପର୍ଯ୍ୟନ୍ତ ପିଉନ୍ତି। ମହୁଲି ପୁରା କଞ୍ଚା ମହୁଲି ପିଇକି 80 ବର୍ଷ ପର୍ଯ୍ୟନ୍ତ। ସିଏ ତ ଫରେନ୍ ଲିକର ପିଉଥିଲା, ମଦ ପିଉଥିଲା, କିଛି ଅସୁବିଧା ନାହିଁ। ବରଂ ତା ଦେହରେ ସୁଟ୍ କଲା ନସୁଲା ଅଲଗା କଥା, କିନ୍ତୁ ତା ଭାଗ୍ୟରେ ତ ଲେଖା ଅଛି ସେ ଆଜିକା ଡେଟ୍ରେ ଏଇ ଡେଟ୍ରେ ହିଁ ମରିବ। ତେଣୁ ଜନ୍ମ ହେଇଛନ୍ତି ନା ଆମେ ନିହାତି ମରିବା। କିନ୍ତୁ ସୋସିଆଲ ମିଡ଼ିଆରେ ଯେଉଁ ଆଜେ ବାଜେ କମେଣ୍ଟ ଦେଉଛନ୍ତି ଭାଇ, ଏଇଟା ବନ୍ଦ କରନ୍ତୁ। ବରଂ ପ୍ରାର୍ଥନା କରନ୍ତୁ ତାରି ଭଳିଆ ସିଙ୍ଗର ଆଉ ଜଣେ କିଏ ଜନ୍ମ ହେଉ, ଓଡ଼ିଶାର ଗର୍ବ ହେଉ। ସେମିତି ହ୍ୟୁମାନ ସାଗର ଭଳିଆ ଗୀତ ଗାଇବା ଭଳିଆ ଆଉ ଜଣେ କିଏ ଜନ୍ମ ହେଉ, ତାକୁ ଆମେ ସ୍ୱାଗତ କରୁ ଏବଂ ତା ଆତ୍ମାର ସ୍ୱଗତି ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ରଖିଲି, ନମସ୍କାର, ଜୟ ଜଗନ୍ନାଥ।